ଶ୍ରୀଅରବିନ୍ଦଙ୍କ ଉପଦେଶ। ଦିବ୍ୟ ସମାଚାରରୁ ଆମେ ଆଜି ପଢିବା ଶ୍ରୀଅରବିନ୍ଦଙ୍କ ଉପଦେଶ। ଏହି ଉଦ୍ଧୃତାଂଶଟି ଡକ୍ଟର ଭିଭି ଅଥଲେଙ୍କର ଜୀବନ କାହାଣୀ ଆତ୍ମବୃତ୍ତି ପୁସ୍ତକଟିର 136 ପୃଷ୍ଠାରୁ ଅଣାଯାଇଅଛି। ଏହା ଏକ ମରାଠୀ ପୁସ୍ତକ ଏବଂ ଏହାକୁ ମଦର ଇଣ୍ଡିଆର ଅଗଷ୍ଟ 1972 ସଂଖ୍ୟାରେ ଜେ.ଏସ୍. କୁପୁସ୍ୱାମୀ ଇଂରାଜୀରେ ଅନୁବାଦ କରି ପ୍ରକାଶିତ କରିଥିଲେ। 1910 ମସିହା ଜାନୁଆରୀ ମାସରେ କଲିକତା ନିକଟରେ ହୁଗୁଳି ଜିଲ୍ଲାରେ ଗୋଟିଏ ରାଜନୈତିକ ସଭା ଡକାଯାଇଥାଏ। ଆମର କେତେକ ମେଡିକାଲ ଛାତ୍ରଛାତ୍ରୀ ସେହି ସଭାରେ ଯୋଗଦାନ କରିଥାନ୍ତି। ସେହି କନଫରେନ୍ସରେ ଯୋଗ ଦେଇଥିବା ଡେଲିଗେଟ୍ ଦୁଇଟି ଦଳରେ ବାଣ୍ଟି ହୋଇଗଲେ। ଦଳ ହେଲେ ମଡରେଟ୍ ଓ ଅନ୍ୟ ଦଳଟି ଥିଲେ ଏକ୍ସଟ୍ରିମିଷ୍ଟ। ଏକ୍ସଟ୍ରିମିଷ୍ଟ ମାନଙ୍କ ପାଇଁ ଡଚ୍ ଭିଲା ନାମକ ବଙ୍ଗଳାରେ ସ୍ଥାନ ସଂରକ୍ଷିତ ହୋଇଥିଲା। ବସ୍ତୁତଃ ଆମ୍ଭେମାନେ ସେଠାରେ ଯାଇ ରହିଲୁ। ଏକ୍ସଟ୍ରିମିଷ୍ଟ ଗ୍ରୁପର ନେତା ଥିଲେ ଅରବିନ୍ଦ ଘୋଷ। ତାଙ୍କୁ ଗୋଟିଏ ସ୍ୱତନ୍ତ୍ର କୋଠରୀ ଦିଆଯାଇଥାଏ। ଅନ୍ୟମାନେ ସେହି ବଙ୍ଗଳାଟିର ଖୋଲା ସ୍ଥାନରେ ରହୁଥାନ୍ତି। ଗୋଟିଏ ଘଟଣା ଘଟିଥିଲା ଯାହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ମରଣୀୟ ମଧ୍ୟ। ଅରବିନ୍ଦ ତାଙ୍କ କୋଠରୀ ମଧ୍ୟରେ ବସିଥାନ୍ତି। ସହକର୍ମୀମାନେ ତାଙ୍କ ଚାରିପାଖରେ ଘେରି ବସିଥାନ୍ତି ଏବଂ ଡକ୍ଟର ପାରାନଜପେ ମଧ୍ୟ ଆମ ମଧ୍ୟରେ ଥାନ୍ତି। ସେ ବିଦର୍ଭରୁ ଆସିଥାନ୍ତି ଓ ତାଙ୍କର ଅରବିନ୍ଦଙ୍କ ସାଙ୍ଗରେ ଆଗରୁ ଜଣାଶୁଣା ଥାଏ। ସେହି କାରଣରୁ ତାଙ୍କୁ ଅରବିନ୍ଦଙ୍କ ପାଖରେ ବସିବାକୁ ସ୍ଥାନ ଦିଆଯାଇଥାଏ। ଆମେ ଛାତ୍ରମାନେ ବାହାରେ ଠିଆ ହୋଇ କୋଠରୀ ମଧ୍ୟରେ ହେଉଥିବା ସମସ୍ତ ଆଲୋଚନା ଶୁଣୁଥାଉ। ଅରବିନ୍ଦଙ୍କର ସହକର୍ମୀଗଣ ଖୁବ୍ ଶକ୍ତିଶାଳୀ ଭାଷାରେ ଭାଷଣ ଦେଉଥାନ୍ତି ଓ ଅରବିନ୍ଦଙ୍କୁ ଜୋର ଜବରଦସ୍ତ କରୁଥାନ୍ତି ଯେପରି ଯେକୌଣସି ଉପାୟରେ ଏହି ସଭାରେ ନରମପନ୍ଥୀ ମାନଙ୍କୁ କୌଣସି ମତେ କବ୍ଜାକୁ ଆଣିବାକୁ ପଡ଼ିବ। ଅରବିନ୍ଦ ଏହି ଅସୌଜନ୍ୟ ଧାରାକୁ ମାନି ନେବାକୁ ରାଜି ହେଉନଥାନ୍ତି। ପାରାନଜପେ ଯେତେବେଳେ ଦେଖିଲେ ଅରବିନ୍ଦ ସେମାନଙ୍କର ପ୍ରସ୍ତାବରେ ଆଦୌ ରାଜି ହେଉନାହାନ୍ତି, ସେ ପାଟି କରି ଉଠିଲେ, ଅରବିନ୍ଦ ବାବୁ, ଆପଣଙ୍କୁ ରାଜନୀତି ଜଣା ନାହିଁ। ଯେକୌଣସି ମତେ ଭଲରେ ହେଉ କିମ୍ବା ମନ୍ଦରେ ହେଉ ନରମପନ୍ଥୀ ମାନଙ୍କୁ ଆମର ରାସ୍ତାକୁ ଆଣିବାକୁ ପଡ଼ିବ। ମହାରାଷ୍ଟ୍ର କର୍ମୀମାନେ ରାଜନୀତି କ୍ଷେତ୍ରରେ ଖୁବ୍ ଉଚ୍ଚ ସ୍ତରରେ ଥାନ୍ତି। ଏଇ ବଙ୍ଗାଳୀ ମାନେ କଣ? ଏମାନଙ୍କର ଅତୀତ ପ୍ରାୟ ମୃତ। ଏମାନେ ମରାଠୀ ମାନଙ୍କୁ ଦେଖିଲେ ଥରନ୍ତି। ଏପରି ଭାଷାରେ ପାରାନଜପେ ମନ୍ତବ୍ୟ ପ୍ରକାଶ କଲେ। ଅରବିନ୍ଦ ଏକବାର ସ୍ଥିର ହୋଇ ବସିଥାନ୍ତି। ସମସ୍ତେ କହିସାରିବା ପରେ ସେ କହିବାକୁ ଆରମ୍ଭ କଲେ। କହିଲେ, ନା, ଆପଣମାନଙ୍କର ସେ ପ୍ରସ୍ତାବରେ ମୁଁ ରାଜି ହୋଇପାରିବି ନାହିଁ। ସୁରେନ୍ଦ୍ରନାଥ ବାନାର୍ଜୀ ଏବଂ ତାଙ୍କର ନରମପନ୍ଥୀ ଦଳ ବଙ୍ଗଦେଶର ରାଜନୀତିରେ କେତେ କାମ କରିଛନ୍ତି, ତା ସମ୍ବନ୍ଧରେ ଆପଣଙ୍କର କିଛି ଧାରଣା ଅଛି କି? ଆମେମାନେ ତାଙ୍କ କାନ୍ଧରେ ଠିଆ ହୋଇଛେ ବୋଲି ତାଙ୍କଠାରୁ ଡେଙ୍ଗା ଦେଖାଯାଉଛେ। ଅଧିକନ୍ତୁ ଯାହାର ଯାହା କାମ ହୋଇଥାଉ ନା ପଛକେ ମୁଁ ସେମାନଙ୍କର ପତନ ମନ୍ଦ ଉପାୟ ଅବଲମ୍ବନ କରି ଆଣିପାରିବି ନାହିଁ। ଆମେ ସମ୍ପୂର୍ଣ୍ଣ ଭାବରେ ନରମପନ୍ଥୀ ଦଳକୁ ସମ୍ମାନ ପ୍ରଦର୍ଶନ କରିବା ଓ ସ୍ୱାଧୀନତା ଆଣିବା ନିମନ୍ତେ ଆମର ପରିଷ୍କାର ମତାମତ ସଭାରେ ଉପସ୍ଥାପନା କରିବା। ଯଦି ଆମର ଆଦର୍ଶ ଶୁଦ୍ଧପୂତ, ମହତ୍ ଓ ସମୁଚିତ ହୋଇଥିବ, ତେବେ ସଭା ଆମର ମତାମତକୁ ନ୍ୟାୟ ନ ଦେଇ କେବେ ହେଲେ ରହିପାରିବ ନାହିଁ। ଯଦି ତୁମ୍ଭେମାନେ ମୋର ନୀତିକୁ ଗ୍ରହଣ ନ କର, ମୁଁ ସଭାରେ ଯୋଗଦାନ କରିବି ନାହିଁ। ଅରବିନ୍ଦଙ୍କର ଉପଦେଶ ଏପରି ମହତ୍ୱପୂର୍ଣ୍ଣ ଥିଲା ଯେ ତାଙ୍କର ସମସ୍ତ ସହକର୍ମୀ ଓ ବିଶେଷତଃ ଡକ୍ଟର ପାରାନଜପେ ଏକାଥରକେ ଚୁପଚାପ ହୋଇ ପଡ଼ିଥିଲେ। ସତେଅବା କିଏ ଜଣେ ସେମାନଙ୍କ ଗାଲରେ ଗୋଟିଏ ସରୁ ଚାପଡ଼ ଲଗାଇଦେଲା। ସଭାଟି ଅରବିନ୍ଦଙ୍କର ନୀତି ଅନୁସାରେ ପରିଚାଳିତ ହୋଇଥିଲା ଏବଂ ଏହି ସିଧାସଳଖ ପଦ୍ଧତିରେ ଚରମପନ୍ଥୀଙ୍କର ବିଜୟ ହେଲା। ସ୍ୱାଧୀନତା ଆଣିବାର ଧାରା ସ୍ଥିର ହୋଇପାରିଲା। ଅରବିନ୍ଦଙ୍କର ମହତ ପଣିଆ ଖୁବ୍ ଶକ୍ତିଶାଳୀ ଥିଲା। ଏହା ମୋ ମନରେ ଗୋଟେ ରେଖା ଅଙ୍କିତ କରିଦେଲା। ମୋର ପରବର୍ତ୍ତୀ ଜୀବନର ବହୁ ଘଟଣାରେ ତାଙ୍କର ମହତ୍ୱପୂର୍ଣ୍ଣ ଉପଦେଶ ମୋତେ ସଜାଗ ରଖିବାରେ ବିଶେଷ ଭାବରେ ସହାୟକ ହୋଇଥିଲା। ଆମେ ଦେଖିବା ସବୁବେଳେ ଶ୍ରୀଅରବିନ୍ଦ
ଏଇ ଯୋଉ ଗୋଟେ କଥାଟି ଏଠି କହିଲେ ବାରମ୍ବାର ସେ ସବୁବେଳେ ସମସ୍ତଙ୍କୁ ଯେତେବେଳେ ବି ଆଧ୍ୟାତ୍ମିକତାର ପଥ ଏଇ ଯୋଉ ଅନ୍ୟ ମାନଙ୍କର ମତ ପଥ ଯେତେବେଳେ ଆସେ ସେଥିରେ ମଧ୍ୟ ସେ ଏଇ ପ୍ରକାର ସିଧାସଳଖ ଆମ ସମସ୍ତଙ୍କୁ ଉପଦେଶ ଦେଇଛନ୍ତି ବା ଲେଖିଛନ୍ତି। ଏଠି ଯେମିତି କହିଲେ ଯେ ଯୋଉ ନରମପନ୍ଥୀ ଦଳ କହୁଛନ୍ତି ସେମାନେ ବଙ୍ଗଦେଶରେ ବହୁତ କିଛି କାମ କରିଛନ୍ତି। ବଢିଆ କହିଲେ, କହିଲେ କଣ ତାଙ୍କ କାନ୍ଧରେ ଆମ୍ଭେମାନେ ଠିଆ ହୋଇଛେ ବୋଲି ତାଙ୍କ ଠାରୁ ଡେଙ୍ଗା ଦେଖା ଯାଉଛି। ତେଣୁ ଯାହା ହେଉନା କାହିଁକି ମନ୍ଦ ଉପାୟ ଅବଲମ୍ବନ କରି ଆଣିପାରିବି ନାହିଁ ତାଙ୍କ ବିରୁଦ୍ଧରେ। ଏବଂ ଯେତେବେଳେ ବି ଆମ ଯେତେବେଳେ ଧାର୍ମିକ ମତାମତ କଥା ଉଠେ ସେତେବେଳେ ଅନେକ ଜାଗାରେ କେତେଟା ଜାଗାରେ ବି ଆପଣ ମାନେ ଦେଖିଥିବେ ଶୁଣିଥିବେ ଯେ ଗୋଟିଏ ମତର ଯୋଉମାନେ ପଥ ମାନେ ଯୋଉ ଗୋଟିଏ ମତରେ ସେମାନେ ଯୋଉମାନେ ସବୁ ଥାନ୍ତି ସେଇ ପଥରେ ଚାଲୁଥାନ୍ତି ସେମାନେ ଅନ୍ୟ ମତାମନ୍ତୀ ବାଲାଙ୍କୁ ବା ଅନ୍ୟ ଧର୍ମାବଲମ୍ବୀ ମାନଙ୍କୁ ସାଧାରଣତଃ ନକାରାତ୍ମକ ଦୃଷ୍ଟିରେ ଦେଖନ୍ତି ଏବଂ ତାଙ୍କ ବିରୁଦ୍ଧରେ ମଧ୍ୟ କେତେଟା ଜାଗାରେ କୁହନ୍ତି। କିନ୍ତୁ ଶ୍ରୀଅରବିନ୍ଦ ଙ୍କୁ ଯେତେବେଳେ ପଚରା ଯାଇଛି ଶ୍ରୀଅରବିନ୍ଦ ସ୍ପଷ୍ଟ ଭାବେ କହୁଛନ୍ତି ଯେ ଚେତନାର ବିଭିନ୍ନ ସ୍ତରରେ ମଣିଷ ସମାଜ ରହିଛି। ତେଣୁ ଯୋଉ ସ୍ତରରେ ମଣିଷ ଥାଏ ସେଇ ସ୍ତରର ଯୋଉ ସାଧୁବାଦ ଯୋଉ ସେଇ ସ୍ତରର ଯୋଉ ସାଧୁବାଦ ହଉ ବା ସେଇ ସ୍ତରର ଯୋଉ ପଥ ପ୍ରଦର୍ଶକ ମାନେ ହୁଅନ୍ତୁ ବା ଆଚାର୍ଯ୍ୟ ମାନେ ହୁଅନ୍ତୁ ସେମାନେ ଯୋଉ ପଥ ପ୍ରଦର୍ଶନ କରିଥାନ୍ତି ସେଇ ସ୍ତରରେ ଥିବା ବ୍ୟକ୍ତି ମାନେ ସେଇ ପଥକୁ ଅବଲମ୍ବନ କରିବେ। ତେଣୁ କୋଉଟା ଖରାପ ନୁହଁ କିମ୍ବା କାହା ବିରୁଦ୍ଧରେ କହିବାର ଅଧିକାର କାହାରି ନାହିଁ। ସେଥିପାଇଁ ଗୋଟେ ବଢିଆ ଏକ୍ଜାମ୍ପଲ ହଉଛି ଯେ ପ୍ରି ପ୍ରାଇମେରୀ ସ୍କୁଲରେ ଯୋଉ ପିଲାଟିଏ ପଢୁଥାଏ ତା ପାଇଁ ତା ଟିଚରଟି ଗୁରୁତ୍ୱପୂର୍ଣ୍ଣ। ଯିଏ ହାୟାର ସେକେଣ୍ଡାରୀ ସ୍କୁଲରେ ପଢୁଥାଏ ତାଙ୍କ ପାଇଁ ତାଙ୍କ ଟିଚର ଗୁରୁତ୍ୱପୂର୍ଣ୍ଣ। ହାୟାର ସେକେଣ୍ଡାରୀ ସ୍କୁଲରେ ପଢୁଥିବା ପିଲା କିମ୍ବା ହାୟାର ସେକେଣ୍ଡାରୀ ସ୍କୁଲରେ ପଢାଉଥିବା ଟିଚର ଯଦି କହିବେ ଯେ ପ୍ରାଇମେରୀ ସ୍କୁଲର ପ୍ରି ପ୍ରାଇମେରୀ ସ୍କୁଲର ବା ସେକେଣ୍ଡାରୀ ସ୍କୁଲର ଟିଚର ମାନେ ଗୁଡାକ ମୂର୍ଖ ସେମାନଙ୍କର ଜ୍ଞାନ ନାହିଁ ତେବେ ସେମାନେ ମୂର୍ଖାମି କରୁଛନ୍ତି ଯଦି ସେ ଏଇ କଥାଟି କହିବେ। ପ୍ରାୟତଃ କିନ୍ତୁ ଅନ୍ୟମାନେ ସେ ପ୍ରକାର କୁହନ୍ତି କିନ୍ତୁ ଶ୍ରୀଅରବିନ୍ଦ ସେ ବାବଦରେ କହୁଛନ୍ତି ଯେ ଆ ପୂର୍ବରୁ ଯେତେ ପ୍ରକାର ସିଦ୍ଧାନ୍ତ ଅଛି ଶଙ୍କରାଚାର୍ଯ୍ୟଙ୍କର ସିଦ୍ଧାନ୍ତ ହଉ ରାମାନୁଚାର୍ଯ୍ୟଙ୍କର ସିଦ୍ଧାନ୍ତ ହଉ ବୁଦ୍ଧଙ୍କର ସିଦ୍ଧାନ୍ତ ହଉ ଯେତେ ପ୍ରକାର ସିଦ୍ଧାନ୍ତ ଆଜି ପର୍ଯ୍ୟନ୍ତ ଆସିଛି ଅନ୍ୟାନ୍ୟ ମଧ୍ୟ ବି ଅନ୍ୟାନ୍ୟ ସିଦ୍ଧାନ୍ତ ସବୁ ମଝିରେ ରହିଛି ଆଚାର୍ଯ୍ୟ ମାନେ ଆସିଛନ୍ତି ସେମାନେ ଯିଏ ଯାହା କହିଛନ୍ତି ସେ ସମୟରେ ସମାଜ ମନୁଷ୍ୟ ସମାଜ ଯୋଉ ଚେତନାର ସ୍ଥିତିରେ ଥିଲେ ସେତେବେଳେ ତାଙ୍କୁ ଉର୍ଦ୍ଧ୍ୱକୁ ବା ଉର୍ଦ୍ଧ୍ୱ ଚେତନାକୁ ଆଣିବା ପାଇଁ ଅଗ୍ରଗତି ପାଇଁ ସେତେବେଳେ ସେଇଟା ତାଙ୍କ ପାଇଁ ଆବଶ୍ୟକ ଥିଲା। ତେଣୁ ସେତେବେଳେ ତାହା ଯଥାର୍ଥ ଥିଲା। ଧୀରେ 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 ଯୋଉମାନେ ଚେତନାର ଅଗ୍ରଗତି କଲେ ଯେମିତି ଯୋଉମାନେ ଧୀରେ ଧୀରେ ଗୋଟେ କ୍ଲାସ ପରେ ଗୋଟେ କ୍ଲାସ ପରେ ପାଠ ପଢି ପଢି ଆସିଲେ ସେତେବେଳେ ସେମାନେ ପ୍ଲସ ଟୁ ପଢିବେ ହାୟାର ସେକେଣ୍ଡାରୀକୁ ଆସିବେ ହାୟାର ସେକେଣ୍ଡାରୀ ଟିଚରଙ୍କ ପାଖରେ ପଢିବେ। ତେଣୁ ଆମେ କେମିତି କହିପାରିବା ଯେ ପୂର୍ବରୁ ଯୋଉମାନେ ଆଚାର୍ଯ୍ୟ ମାନେ ଆସିଥିଲେ ପଥ ପ୍ରଦର୍ଶକ ମାନେ ଆସିଥିଲେ ସେମାନେ ଖରାପ ବା ସେମାନଙ୍କର ଧାରା ଖରାପ ସେମାନେ ଭୁଲ ବାଟରେ ଯାଉଛନ୍ତି ଏସବୁ କଥା ନୁହେଁ। ଚେତନାର ଅଗ୍ରଗତି ହେଲେ ସେ ସ୍ୱାଭାବିକ ଭାବରେ ଉଚ୍ଚତର ଚେତନାରେ ଥିବା ଗୁରୁଙ୍କୁ ଚିହ୍ନି ପାରିବେ ତାଙ୍କର ଶରଣ ନେବେ ଯୋଉମାନେ ଅବତାର ଆସିଥିବେ ତାଙ୍କୁ ଗ୍ରହଣ କରିପାରିବେ ଯେ ପର୍ଯ୍ୟନ୍ତ ସେ ନ ପହଞ୍ଚିଥିବେ ସେ ପର୍ଯ୍ୟନ୍ତ ସେ ଚିହ୍ନି ପାରିବେ ନାହିଁ। ତେଣୁ ଶ୍ରୀଅରବିନ୍ଦଙ୍କର ଏଇ ଧାରାଟି ଅତି ଗୁରୁତ୍ୱପୂର୍ଣ୍ଣ ସେ ସେଇଥିପାଇଁ କୌଣସି ପଥ ର ଅବଲମ୍ବନ ଯୋଉମାନେ କରିଥାନ୍ତି ସେମାନଙ୍କ ପ୍ରତି କେବେ ବି ତାଙ୍କର ଦ୍वेଷ ନଥାଏ କିମ୍ବା ତାଙ୍କ ବିରୁଦ୍ଧରେ ସେ କେବେ ବି ପ୍ରଭୁ କୁହନ୍ତି ନାହିଁ। ଯୋଉଟା କି ରାଜନୀତିରେ ମଧ୍ୟ ଯେତେବେଳେ ସେ ଥିଲେ ସେ ପ୍ରକାର ନୀତି ମଧ୍ୟ ତାଙ୍କ ପାଖରେ ଥିଲା। ନହେଲେ ରାଜନୀତିରେ ଲୋକମାନେ ଯେତେବେଳେ ଥାଆନ୍ତି ସେମାନେ ସାଧାରଣତଃ
अन्य विरुद्ध रे कहते महात्मा गांधी तो कहते जे श्रीअरविंद को जितेबाला क्रिप्स कमिशन प्रस्ताव कथा उठिला से श्रीअरविंद जिते सजेसन देले से कहले तांकू जदि एते तांकर राजनीति मुंड खेल अच्छी से साधना छाड़ी जोग मार्ग छाड़ी आसी राजनीति जोग दौना कटाक्ष करथिले साधारणतः चेतनार जो स्तर रे जो व्यक्ति थाए सी से प्रकार मंतव्य से माने देई थांती किंतु प्रभु तो सी तो अवतार स्वयं तेणु तांकर से कहले गोटे निष्काम कर्म करथिलु कहीं सी कहले मु जानी जे सी ठौरे माने कौन ठुकरे देवे तो पचरा हला जे आपण ताले लोक पठिले कहीं गोटे निष्काम कर्म करदेवा तेणु से तो अवतार ना तांको पे मान कौन अपमान कौन तांकर किछि न था पंडिचेरी रे प्रारंभिक दिन गुड़िक एठारे श्रीअरविंदर प्रारंभिक जीवन पंडिचेरी केतक झलक सुप्रसिद्ध लेखक भी रामस्वामी आयंगार स्मरण कर यार उद्धृतांश श्रीअरविंद आर्काइव सौजन्य डिसेम्बर संख्या 1988 मसीह प्रकाशित पृष्ठा 187 रु आनीत होइछि से जोटा बर्तमान आलोचना करिवे एक सुंदर मध्याह्न भोजन दिनकर सकाळ श्रीअरविंद घरे बाजार करने टंका पैसा न था से आमको पचारती रांधिया घरे कौन सब अच्छी और अल्प किछि चाउल किछि लंका अल्प तेल और किछि लुण अच्छी लंका गुड़िक भजा गला जहा चाउल थिला भात रंधा गला एवं सेतिरे लुण मिसा जाई गोटे सुंदर मध्याह्न भोजन होइतिला भाभी पार्चंती लंका को भाजिले चाउल को अल्प जो चाउल थिला ताकू भात रांधी से लुण मिसई खाइबा हला से लिखते वर्णना कर लुण मिसा जाए गोटे सुंदर मध्याह्न भोजन होइतिला तुमे सेतेबेले श्रीअरविंद को देखि थांतो केते बड़ लोक जे धन दौलत रे भरपूर होई रही पारि थांते एवं समस्त सुख समृद्धि तांकर आदेश को अपेक्षा करी थांता से सही दिनटी को किपरि तृप्तिपूर्ण भोजन सह कटाई देथिले केना प्रभु चाकरी छाड़ी सबू छाड़ी आमे तो सुन जानि छथि ना आईसीएस चाकरी देले नाही जानि सुन छाड़िले एपटरे घर भी तांकर चाकचक्यठू आरंभ करी सबू सबू के छाड़िले से एवं बरोदा महाराज जेतबे तांको आनिकरी रखिले सेठी से रही जदि कॉलेज रो दायित्व पूरा तांको हाथ रे छाड़ी देले तथापि सेठी से ताकू छाड़ी के जाईकरी स्वाधीनता आंदोलन रे भाग नेले स्वाधीनता आंदोलन रे जेतेबेले टॉप रे अछंती तांको कथा मानिया पई तांको कथा सुनिया पई जेतेबेले देशवासी तांको पछरे ठिया हेकरी तांको सहित ताळ दबा पई स्वर उत्तोलन करछंती सेतेबेले से अंतर प्रेरणा रे जाई साधना कले तेणु से सबु किछि को प्राचुर्य को ऐश्वर्य को से केबे गुरुत्व दे नांती कहीं ना तांकर जहा लक्ष्य जो कार्य करिया को आछंती से सेथिरे सबु मशगुल रहिचंती तेणु एठी लंका भजा एवं भातरे लुण गोले कि खिया होउची से सेहित लिखुछन जे धन दौलत रे भरपूर होई रही पारि थांते एवं समस्त सुख समृद्धि तांकर आदेश को अपेक्षा करी थांता से सही दिनटी को किपरि तृप्तिपूर्ण भोजन सह कटाई देथिले तामाने चाउल भात आउ लंका भजा तांकर भरोसा श्रीअरविंद को वैप्लविक समस्त कार्यावली भारतर सबु प्रांतरु विशेषतः बंगदेश और पंजाब रे घटुथिबा विभिन्न कार्यक्रम दिन रे बहुबार जणाई दिया जाउथाय आमे माने सबु विषय जानु थाउ टिकिए हेले किछि कथा गुप्त रखा जाउ न थाए आमको गोपनीयतार कौन शपथ नेबा को आदौ पड़ न थाए यह ही श्रीअरविंदर चरित्र सबुठारु विशेष गुण देश मातृका प्रति भक्ति और विश्वस्तता नहीं तांकर आम उपरे भरोसा थाए एपरिक आमर आत्मीय निकट में कौन टिके मात्र खबर प्रकाशित हुए ना जो खबर आसे माने समस्ते गोपनीय रखती कहवा पड़ेनि से लिखुं तेणु आम जो मैंने सब थिलु कहीं अनेक जगह गोपनीयतार शपथ दि जाए
କିନ୍ତୁ ଏଠି ଆକ୍ଚୁଆଲି ଶ୍ରୀଅରବିନ୍ଦଙ୍କର ପ୍ରଭାବ ଏତେ ବିସ୍ତାର କରି ରହୁଥିଲା। ଯେମିତି ସେ ମିଟିଂରେ କହିଲେ, ସେ ମିଟିଂରେ ସମସ୍ତେ ଯିଏ ଯାହା କହୁଥିଲେ ଶ୍ରୀଅରବିନ୍ଦଙ୍କୁ କେତେ କଥା କହିଗଲେ। ଶ୍ରୀଅରବିନ୍ଦ ସିଧାସଳଖ ଠିଆ ହେଲେ, କଣ କହିଲେ, ଗୋଟେ ଦିଟା ଲାଇନରେ କହିଲେ ଯେ ଆମେ ତାଙ୍କ ବିରୁଦ୍ଧରେ ଏମିତି ମନ୍ଦ ଆଚରଣ କରିପାରିବା ନାହିଁ। ସମସ୍ତେ ଚୁପ, ଏବଂ ସେ କହିଲେ ଯଦି ତମେ ଏଇ ମୋ ହିସାବରେ ଚାଲିବ ତାହେଲେ ମୁଁ ରହିବି, ନହେଲେ ମୁଁ ରହିବି ନାହିଁ। ସମସ୍ତେ ତାଙ୍କ କଥା ମାନିଲେ। ତାଙ୍କର ଯୋଉ ବ୍ୟକ୍ତିତ୍ୱର ପ୍ରଭାବ, ତେଣୁ ଏଠି ତାଙ୍କର କେମିତି ତାଙ୍କ ପାଖରେ ଯୋଉମାନେ କର୍ମୀ ଥିଲେ ତାଙ୍କ ଉପରେ ତାଙ୍କର କେମିତି ବିଶ୍ୱାସ ଏବଂ ଭରସା ଥିଲା। ସେମାନେ ସେଥିପାଇଁ କୌଣସି ଗୋପନୀୟତାର ଶପଥ ନ ନେଇ ମଧ୍ୟ କେହି ଲେଖୁଛନ୍ତି, ଆମ ଭିତରେ କେହି ଜଣେ ବି ତାଙ୍କ ଘରେ ବା ଆତ୍ମୀୟଙ୍କ ନିକଟରେ ଏକଥା କେବେ ଆମେ ପ୍ରକାଶିତ କରୁନା। ସବୁ ଖବର ଯାହା ଆସେ ଆଙ୍କ ପାଖରେ ଥାଏ, ସମସ୍ତେ ଶୁଣନ୍ତି। ଯୋଉଟା କି ଶ୍ରୀଅରବିନ୍ଦଙ୍କୁ ଡାଇରେକ୍ଟ ଆସୁଥିବ, ଶ୍ରୀଅରବିନ୍ଦ ତାକୁ ଶୁଣନ୍ତି ଯେତେବେଳେ ସମସ୍ତେ ସେଠି ଥାନ୍ତି, ସେ ଏକା ଶୁଣିଥାନ୍ତେ କାହିଁକିନା ଖବରଟି ଲିକ୍ ନହବ। କିନ୍ତୁ ଏମାନେ କେହି ଲିକ୍ ବି କରନ୍ତି ନାହିଁ। ସେ ଲେଖୁଛନ୍ତି ଶ୍ରୀଅରବିନ୍ଦଙ୍କର ଭରସା ଆମ ଉପରେ କେତେ ଥିଲା। ତାଙ୍କର ମହତ ପଣିଆ। ଥରେ ଜଣେ ସନ୍ଦେହପୂର୍ଣ୍ଣ ଚରିତ୍ରର ଯୁବକ କୌଣସି ମତେ ବଙ୍ଗ ଦେଶରୁ ତାଙ୍କ ସଚୋଟତାର ପ୍ରଶଂସା ପତ୍ରଟି ଆଣି ପଣ୍ଡିଚେରୀରେ ରହିବାର ଅନୁମତି ପାଇପାରିଲେ। ସେ ଥିଲେ ଜଣେ ବଙ୍ଗାଳୀ। ତାଙ୍କୁ ସବୁ ବିଦ୍ୟା ବେଶ ଭଲ ଭାବରେ ଜଣା। ଖୁବ୍ ଚତୁର ଲୋକଟିଏ। ସେ ଆମମାନଙ୍କ ସାଙ୍ଗରେ 6ଟି ମାସ ରହିଲା ପରେ ଦିନେ ରାତି ପ୍ରାୟ 11 ଘଣ୍ଟା ସମୟରେ ଶ୍ରୀଅରବିନ୍ଦଙ୍କ ଚରଣରେ ସାଷ୍ଟାଙ୍ଗ ନମସ୍କାର କରି ପଡି ରହିଲା ଓ କହିବାକୁ ଲାଗିଲା, ମୁଁ ବ୍ରିଟିଶ ସରକାରଙ୍କର ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ଏକ ଖୁବ୍ ଅସଂସ୍କୃତ ଗୁପ୍ତଚର। ମୋତେ ଗୁପ୍ତଚର କାମ କରିବାକୁ ପଇସା ଦିଆଯାଇ ପଠାଯାଇଛି। ମୁଁ ଜଣେ ଦେଶଭକ୍ତ ଓ ବଙ୍ଗ ଦେଶର ରାଜଧାନୀରେ ରହୁଥିବା କଥା ଆଖିରେ ଧୂଳି ଦେବା ପାଇଁ କହିଥିଲି। ସେ ମିଛ କହିକି ଆସିଥିଲେ ଯେ ମୁଁ ଦେଶଭକ୍ତ ଏବଂ ବଙ୍ଗ ଦେଶରେ ରହୁଥିଲି। ମିଛ କହିକି ଗୁପ୍ତଚରଟି ଆସି ରହିଥିଲେ। ଏଇ ଦେଖନ୍ତୁ, ବିଗତ 5 ମାସ ଏଠାରେ ଗୁପ୍ତଚର କାମ କରିଥିବାରୁ ମୋତେ 1000 ଟଙ୍କା ଦିଆଯାଇଛି। ମୁଁ ତୁମ ନିକଟରେ ଆତ୍ମସମର୍ପଣ କଲି। ମୋତେ ନେଇ ଯାହା କରିବା କଥା ତାହା କର। ମୋର ବର୍ତ୍ତମାନ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଅଛି। ଏଇଠି ଗୋଟେ ମଜା କଥା ହେଉଛି, ସେତେବେଳେ ଯୋଉମାନେ ଆଶ୍ରମରେ ବି ଥିଲେ ସେମାନେ ଜାଣି ପାରିଥିଲେ ଯେ ଇଏ ଗୁପ୍ତଚର ବୃତ୍ତି କରୁଛି ବୋଲି। ସିଏ ଶ୍ରୀଅରବିନ୍ଦଙ୍କୁ ବି କେତେ ଜଣ କହିଲେ। ଶ୍ରୀଅରବିନ୍ଦ କୌଣସି ପ୍ରକାରର ଯୋଉ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ, କିଛି କହିଲେ ନାହିଁ। କହିଲେ ଅଛି, କରୁଛି, କଣ କରୁଛି କରୁ, ତାକୁ ଛାଡି ଦିଆଯାଉ। କେହି କିଛି ତା ବିରୁଦ୍ଧରେ କହିନାହାନ୍ତି। ମାନେ ଶ୍ରୀଅରବିନ୍ଦ ତାଙ୍କ ବିରୁଦ୍ଧରେ କିଛି କାର୍ଯ୍ୟ ମାନେ ପଦକ୍ଷେପ ନେଇନାହାନ୍ତି। କିନ୍ତୁ ଶ୍ରୀଅରବିନ୍ଦଙ୍କ ପ୍ରଭାବ ଏମିତି ଥିଲା, ସେ ଯୋଉ 4-5 ମାସ ରହିକିରି ଯୋଉ ଖବର ଦଉଥିଲେ, ଆକ୍ଚୁଆଲି ସେ ଆସିଥିଲେ, ବ୍ରିଟିଶ ମାନେ ତାଙ୍କୁ ପଠେଇଥିଲେ କେମିତି କଣ ଯେମିତି କଣ ହଉ ଶ୍ରୀଅରବିନ୍ଦଙ୍କ ବିଷୟରେ ଖବର ଦେବେ। ଶ୍ରୀଅରବିନ୍ଦଙ୍କୁ ସେତେବେଳେ ବ୍ରିଟିଶ ଖୋଜୁଥିଲା ନା ବନ୍ଦୀ କରିବା ପାଇଁ। ଶେଷକୁ ସିଏ ତାଙ୍କ ଉପରେ ଏମିତି ପ୍ରଭାବ ପଡିଲା, ସେ ନିଜେ ଯାଇକି ଶ୍ରୀଅରବିନ୍ଦଙ୍କ ଚରଣରେ ସାଷ୍ଟାଙ୍ଗ ପ୍ରଣାମ କରିକି ତାଙ୍କର ଦୋଷ ସ୍ୱୀକାର କରୁଛନ୍ତି ଏବଂ କହୁଛନ୍ତି ମୁଁ ଗୁପ୍ତଚର କାମ କରୁଥିଲି, ଆଉ ପ୍ରମାଣ ଦଉଛନ୍ତି ଯେ ନାଇଁ ମୁଁ ଗୁପ୍ତଚର କାମ କରିଥିଲି, କଣ କେମିତି ମତେ ବ୍ରିଟିଶ ସରକାର ପଠେଇଥିଲେ ତା ସେ ପ୍ରମାଣ ଦେଖଉଛନ୍ତି। ଏବଂ ଶେଷକୁ କହୁଛନ୍ତି ଯେ ମୁଁ ଆତ୍ମସମର୍ପଣ କଲି, ଆପଣ ଏଥର ମତେ ନେଇକି ଯାହା କରିବା କଥା କରନ୍ତୁ, ମତେ ଯାହା ଆପଣ ଦଣ୍ଡ ଦେବେ ତା ଅର୍ଥ ଆଉ। କିନ୍ତୁ ମୋର ବର୍ତ୍ତମାନ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି। ଅଖଣ୍ଡ ନୀରବତା। ଛୁଞ୍ଚିଟିଏ ପଡିଲେ ଶବ୍ଦ ଜଣା ପଡିବ। ଆମ୍ଭେମାନେ ମୌନ ହୋଇ ପଡିଥାଉ। ଶ୍ରୀଅରବିନ୍ଦ ଥିଲେ ମହାନ ବ୍ୟକ୍ତି। ସେ ସ୍ମିତହାସ୍ୟ ପ୍ରଦାନ କରିଥିଲେ। ସେ କହିଲେ, ତୁମକୁ କ୍ଷମା ପ୍ରଦାନ କରିବାର ଆଉ କୌଣସି ଆବଶ୍ୟକତା ନାହିଁ। ତୁମେ ତ ଢେର ଅନୁତପ୍ତ। ଯେତେ ଦିନ ଚାହୁଁଛ ଏଠାରେ ସୁରୁଖୁରୁରେ ରହିପାର। ତାଙ୍କ ଯୋଗ ସମ୍ବନ୍ଧରେ ମୁଁ କିଛି ମାତ୍ର ଜାଣିନାହିଁ, କିନ୍ତୁ ଏତିକି କହିପାରେ ଶ୍ରୀଅରବିନ୍ଦ ଯେକୌଣସି ମହାନ ବ୍ୟକ୍ତିଙ୍କ ଠାରୁ ଯଥେଷ୍ଟ ମହିୟାନ ଅଟନ୍ତି। ସେ ଯେଉଁ ଢଙ୍ଗରେ ଆମ ପରି ଯୁବକ ମାନଙ୍କ ସଙ୍ଗରେ ବୁଲାଚଲା ଓ କାରବାର କରନ୍ତି, ତାହାକୁ ଏତେ ସହଜରେ ବର୍ଣ୍ଣନା କରିହେବ ନାହିଁ। ଶ୍ରଦ୍ଧା ଶବ୍ଦଟି ଦ୍ୱାରା ଏହାର ଯଥାର୍ଥ ପରିପ୍ରକାଶ ମଧ୍ୟ ହୋଇପାରେ ନା। ତାମାନେ ସେ ଲେଖୁଛନ୍ତି ଶ୍ରୀଅରବିନ୍ଦ କେତେ ମହାନ ବ୍ୟକ୍ତି ଯେ ଏଇ ଯୁବକ ମାନଙ୍କ ସହିତ ବି ଏତେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଶ୍ରଦ୍ଧାପୂର୍ଣ୍ଣ ବ୍ୟବହାର କରୁଥିଲେ। ସେ କହୁଛନ୍ତି ଆମ ସହିତ ସେ ଏମିତି ବ୍ୟବହାର, ମାନେ ଏତେ ଶ୍ରଦ୍ଧାପୂର୍ଣ୍ଣ ବ୍ୟବହାର କରୁଥିଲେ, ତାକୁ ଖାଲି ଶ୍ରଦ୍ଧା କହିଲେ ବି ମାନେ ଠିକ ହବନି, ଆହୁରି କିଛି ହବ। ଉତ୍ତମ ବନ୍ଧୁତ୍ୱ ଏକ ମ୍ଳାନ ଶବ୍ଦ ହୋଇପାରେ। ମାତୃ ସୁଲଭ ବାତ୍ସଲ୍ୟ ଭାବ ଅବଶ୍ୟ ଭଲ। ତାମାନେ ଶ୍ରୀଅରବିନ୍ଦଙ୍କର ମାତୃ ସୁଲଭ ବାତ୍ସଲ୍ୟ ଭାବ ଥିଲା।
किंतु आम मान प्रति व्यवहार यह गोटे दिग मात्र ताने श्री अरविंद केते विशाल थिले से लिखुं हास्य रस अवर्णनीय तांकर आक्रमणात्मक हास्य रस काहारी को टिके मात्र आघात प्रदान करे ना जहा को लक्ष्य करी कहती से सामान्य मात्र अपमान तो बोध करे ना माने माने आक्रमणात्मक हास्य रस जमती क्या गोटे कौ कथा नहीं कहवा जमी हस हस हम किंतु ता भीतर किए जड़े हुए तो आम जमी कथार कहते जे टार्गेटेड थब किंतु आम टार्गेटेड अर्थ कहूनी से अर्थ जहाँ से लिखुं आक्रमणात्मक हास्य रस ताने क्या गोटे देखिकी हास्य रस करेंगे साधारणतः आम जदि क्या हास्य रस करूँ आमर तो छाड़ आमर नेचर तो जहाँ सी अपमान तो अनुभव करें खराब लगे किंतु श्री अरविंद सी आक्रमणात्मक हास्य रस कले सी जहाँ को जो व्यक्ति के प्रति होता केवे सी के अपमान तो बोध करे ना व्यक्तित्व केते महान सी से आउ गोटे मजा कथा श्री अरविंद को जो जोक कथा कहुई से तो श्री अरविंद भी स्पष्ट कहते तमर जोक रे बा तमर जो हास्य विनोदन रे जेपरी निम्न प्रवृत्ति प्रकाशित न हुए से तुम्हें सतर्क रह आउ कही तुमर हास्य रस जमती निम्न प्रवृत्ति को परिप्रकाश न करे सेमती अग्रगति पथरे एक बाधक सृष्टि न हुए तुमर हास्य रस अन्य कहा अपमानित न करे तामाने तुम्हें धरा जो आम हास्य रस करवा जो कथा को नहीं करुवा से व्यक्ति जहाँ को मु कहूना मन करे आम 4 जन अच्छा आम कथा होचे अन्य जनक कथा नहीं कि हास्य रस करुचे से जनक अपमान मान कौन ताकू नीचा देखले सेमिति केबे हास्य रस करिवो नै से लिखुन जो से केते महान व्यक्तित्व तांको जोग संबंध में मोर तो किसी ज्ञान ना किंतु से यथेष्ट महियान ओलोटा मग स्वर्गत दोराय स्वामी ए घटनाटी अन्य जने साधक अनंत रमण को आगे वर्णना करते से अल्प वर्ष पूर्व योधाम विदाय नहीं गले मु ए कहानी गजराज सुखदेव शुणी 1914 मसीहा ठार 1921 मसीहा पर्यंत श्री अरविंद जो कोठारे रोते आजिकल गेस्ट हाउस नाम परिचित अटे से ही समय रमण महर्षि तिरुभनमल्लाई निकटस्थ अरुणाचल पहाड़ स्थित स्कंद आश्रम गोटे गुंफा मध्य रोते जड़े निर्दिष्ट सन्यासी एक विशेष धरण तीर्थयात्रा आरंभ करदे से स्कंद आश्रम पंडिचेरी पर्यंत चली चली आसती एपरिक गेस्ट हाउस फाटक पर्यंत आसती एवं यही ठारू अरुणाचल फेरी जाती से रमणी महर्षि गुंफा मध्य को किंबा श्रीअरविंद रोहुथिबा घर मध्य को प्रवेश करिया को केबे हेले चेष्टा करती नहीं बाट तमाम से सन्यास व्रत पालन करती गछ मूले शयन करती मात्र 3टी घर को जाई भिक्षा मागती एवं जहाँ मिले केवल से बंचती बहु लोक तांको शिष्य हेबा इच्छा प्रकाश करते से कादुअरे गड़ती कारण निजको अनाकर्षणीय करवा तांकर इच्छा जहा फल शिष्य हेबा को इच्छा करुवा लोकों कबल रक्षा पाइबे से खूब गेड़ा थिले एणु लोक माने तांको कुला स्वामी बोली संबोधन करुथिले जार तामिल अर्थ होची बामन स्वामी सन्यासी पंडिचेरी आसती और अरुणाचल फेरी जाती दिने से देखती गेस्ट हाउस रो दुआर टिके फांक अछि जानी हला तो से स्कंद पर्वत रु आश्रम को आसती कि आश्रम से गेस्ट हाउस पर्यंत आसती से फेरी जाती सेपटे स्कंद आश्रम जाइकिरी केबे रमणी महर्षि को देखा करना किंबा एठी आसिकी श्रीअरविंद को घर मध्य को केबे प्रवेश करना सी केवल से बाट करती दिने से देखती गेस्ट हाउस रो दुआर टिके फांक अच्छी सी ताहाकू ठेली खोली देले एवं ऊपर ताला को उठी गले सेठारे श्रीअरविंद गोटे बेत चौकी रे बसिथिले तांको सम्मुखरे गोटे बेत टेबुल और अन्य गोटे बेत चौकी पड़ी थाए टेबुल उपरे गोटे एनामेल मग थुआ होता जहाद्वारा श्रीअरविंद चा किंबा कोको पान करते नलिनी विजय और अन्य माने एपरी बलात्कार प्रवेश देखी चकित हो ठिया हो रही था किंतु जेहेतु श्रीअरविंद नीरव अछंती
ସେ ଦୁହେଁ ଆଦୌ କିଛି କହୁନଥାନ୍ତି। ଇଏ ଜବରଦସ୍ତ କବାଟ ଖୋଲି ପଶିଲେ। ସ୍ୱାମୀ ଅନ୍ୟ ଚୌକିରେ ବସି ପଡ଼ିଲେ। ସେଇ ମଗଟିକୁ ନେଇ ସେଥିରେ ଯାହା ଥିଲା ଚଟାଣରେ ଢାଳି ଦେଇ ମଗଟିକୁ ଓଲଟାଇ ପୁଣି ଟେବୁଲ ଉପରେ ଥୋଇଦେଲେ। କିଛି ଅର୍ଥ ଥିବା ଭଙ୍ଗୀରେ ସେ ଦୁଇଥର ଶ୍ରୀଅରବିନ୍ଦଙ୍କ ଆଡ଼କୁ ଚାହିଁଲେ। ପ୍ରଥମେ ମଗ ଆଡ଼େ ଏବଂ ପୁଣି ଶ୍ରୀଅରବିନ୍ଦଙ୍କ ଆଡ଼େ। ପୁନଶ୍ଚ ସେ ମଗଟିକୁ ଉଠାଇଲେ, ଏହାକୁ ଖାଲି କରିବା ଭଙ୍ଗୀ କଲେ ଏବଂ ଏହାକୁ ତଳପଟ ଉପରକୁ ରଖି ଟେବୁଲ ଉପରେ ଥୋଇଦେଲେ ଏବଂ ଏହାପରେ ଗଭୀର ଭାବରେ ଶ୍ରୀଅରବିନ୍ଦଙ୍କୁ ଚାହିଁଲେ। ଶେଷରେ ଏହି ଅଦ୍ଭୁତ ପରିଦର୍ଶକ ଉଠି ଠିଆ ହେଲେ ଓ ଗୋଟିଏ ଶବ୍ଦ ଉଚ୍ଚାରଣ ନ କରି ଚାଲିଗଲେ। ପରେ ଶ୍ରୀଅରବିନ୍ଦ କହିଥିଲେ ଯେ ସେହି ସମୟରେ ବହୁ ବର୍ଷ ଧରି ତାଙ୍କର ପଥ ବନ୍ଦ ହୋଇଯାଇଥିବାର ସେ ଦେଖିଥିଲେ। ମଗଟିକୁ ଖାଲି କରିବା ଅର୍ଥ ହେଲା ତାଙ୍କୁ ଆହୁରି ଆଗେଇବାକୁ ପଡ଼ିବ, ଯାହାଫଳରେ ସେ ତାଙ୍କର ପୂର୍ବ ସିଦ୍ଧି ଓ ଉପଲବ୍ଧିକୁ ଖାଲି କରିବାକୁ ସକ୍ଷମ ହୋଇପାରିବେ। ଏହି ଉପଦେଶ ସେ ଗ୍ରହଣ କଲେ ଏବଂ ତୁଙ୍ଗ ଆରୋହଣ ଅଭିମୁଖରେ ଆଗେଇ ଚାଲିଲେ। ସେ ସାଧୁ ଜଣକ ଯିଏ ସେ ଯୋଉ କରୁଥିଲେ ତାଙ୍କର ନିଜର କଥାଟିକୁ ସେ ଶ୍ରୀଅରବିନ୍ଦଙ୍କ ପାଖରେ ପ୍ରକଟ କରିକି ଗଲେ ଯେ ତାଙ୍କର ଯୋଉ ପୂର୍ବ ସିଦ୍ଧି ଉପଲବ୍ଧି ସବୁ ରହିଛି ତାକୁ ସେ ଖାଲି କଲେ ହିଁ ସେ ଆଗକୁ ଯିବେ। ଏଇ କଥାଟି ଆମର ଯେତେବେଳେ ଆମେ ମା ବହିରେ ପଢିବା, ମା ବହିରେ ସେଥିପାଇଁ କୁହାହେଇଛି ତୁମକୁ ପ୍ରତ୍ୟାଖ୍ୟାନ କରିବାକୁ ହେବ ମନର ଧାରଣା, ଅଭିମତ, ଅଭିରୁଚି, ପରିକଳ୍ପନା ସବୁ କିଛି। ତାମାନେ ଇଭିନ୍ ଅନ୍ୟ ଜାଗାରେ ବି ଆମେ ବର୍ଣ୍ଣନା ଦେଖିବା, ଯେତେବେଳେ ଯିଏ ଶ୍ରୀଅରବିନ୍ଦଙ୍କ ଯୋଗକୁ ଆସିବାକୁ ଚାହିଁଛି ତାକୁ ଅନେକ ଜାଗାରେ ମା ବାରମ୍ବାର କହୁଛନ୍ତି ତୁମର ଯୋଉ ପୂର୍ବ ସିଦ୍ଧି ରହିଛି ବା ଅଭିଜ୍ଞତା ରହିଛି ତାକୁ ଯଦି ତମେ ଧରି ବସିବ ତାହେଲେ ତୁମେ ଅହଙ୍କାରୀ ହେଇଯିବ ଏବଂ ଆଉ ପୂର୍ଣ୍ଣ ଯୋଗର ପଥିକ ହେଇପାରିବ ନାହିଁ। ତେଣୁ ସେଗୁଡ଼ିକୁ ତୁମକୁ ସବୁ ଖାଲି କରିବାକୁ ପଡ଼ିବ। ଏଠି ଖାଲି ସେଇ କପାଳି ଶାସ୍ତ୍ରୀଙ୍କ ସେ ଗୋଟେ ଡାଇଲଗ ଟା ଆମେ ଅବତାରଣା କରି ସାରିବା। କପାଳ ଶାସ୍ତ୍ରୀଙ୍କୁ ଯେତେବେଳେ ପଚରା ହେଇଛି ତୁମେ ତନ୍ତ୍ର ବିଦ୍ୟାରେ ଏତେ ସାଧନା କରିଥିଲ, ଏତେ କରିଥିଲ, ତମେ ମାଙ୍କ ପାଖକୁ ଆସିଲ, ତାପରେ ଏଠାରେ ରହିଗଲ ଆଶ୍ରମରେ, ସିଏ ଯୋଉ ତନ୍ତ୍ର ବିଦ୍ୟାରେ ଏତେ ସାଧନା କରିଥିଲ ସେ ତମର କୋଉ କାମରେ ଆସିଲା? କିଛି କାମରେ ଆସିଲା। ସେ ସେଠୁ କହିଲେ ସେ ତନ୍ତ୍ର ବିଦ୍ୟା ଯେତିକି ସାଧନା କରିଥିଲି ସିଏ ହିଁ ମତେ ମାଙ୍କୁ ଶ୍ରୀମାଙ୍କୁ ଦିବ୍ୟ ଜନନୀ ବୋଲି ଚିହ୍ନେଇ ଦେଲା। ତେଣୁ ଆଉ କଣଟା ହେଇଥାନ୍ତା? ତେଣୁ ପୂର୍ବ ଜନ୍ମର ଯୋଉ ତପସ୍ୟାର ଫଳ ଆଉ ସିଦ୍ଧି ଏସବୁ ସେତିକି ପର୍ଯ୍ୟନ୍ତ କାମରେ ଆସିବ ଯଦି ତାହା ସିଏ ଆମକୁ ଭଗବାନଙ୍କ ପାଖରେ ବା ଏଇ ଯୋଉ ବର୍ତ୍ତମାନ ଅବତାର ଆସିଛନ୍ତି ପ୍ରଭୁ ଶ୍ରୀଅରବିନ୍ଦ ଅତିମାନ ଶକ୍ତିକୁ ଆଣିଛନ୍ତି, ନୂତନ କାର୍ଯ୍ୟ ହବ, ଯାହା ଭଗବାନ ପରିପ୍ରକାଶ ହେବାକୁ ଚାହୁଁଛନ୍ତି ତାକୁ ଯଦି ତୁମକୁ ଗ୍ରହଣ କରିବାରେ ବାଧା ସୃଷ୍ଟି କଲା ତାହେଲେ ସେ ସିଦ୍ଧିର କଣ ମୂଲ୍ୟ ଅଛି? ସେ ସିଦ୍ଧିକୁ ଧରିକି ରଖିକି ଅହଙ୍କାରୀ ହେଇ ଜୀବନ ତ୍ୟାଗ କରିବାର ଆଉ ଯଦି ଖାଲି କଲ ତାହେଲେ ସେ ସିଦ୍ଧିର ତମର କିଛି ଉପଯୋଗ ତମେ କରିପାରିଲନି। ସେ ସିଦ୍ଧି ଫଳରେ ତୁମେ ଭଗବାନଙ୍କୁ ଯଦି ଚିହ୍ନି ନ ପାରିଲ ତାହେଲେ ଲାଭ କଣ? ଏଇଠି ଆଉ ଗୋଟେ କଥା ମନେ ରଖିବା, ଯେ ପର୍ଯ୍ୟନ୍ତ ଭଗବାନ ବି କୃପା ନ କରିଛନ୍ତି ସେ ପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ଚିହ୍ନି ପାରିବାନି। ନୀରବ ରହିବା, ମାଙ୍କୁ ପ୍ରାର୍ଥନା କରିବା, ମା ଆମକୁ ବାଛିଛନ୍ତି, ଆମ ଭିତରେ ନିରନ୍ତର ରୁହନ୍ତୁ, ଆମକୁ ପଥ ପରିଚାଳନା କରନ୍ତୁ। ମା, ଥ୍ୟାଙ୍କ ୟୁ ଅଲ୍।